Tahu sedikit kan? धन्यवाद धन्यवाद दौचु ग्रह को आसवा बेले आम स्मरण करूँ स्वर्गत दिखंडी महास्वामी को प्रकृत में अनेक कष्ट दे यात्रा करवा प्रभु को आशीर्वाद आम प्रभु को धन्यवाद दौचु तेज आसतु आम बर्तमान आम सेवा कार्य आरंभ करवा अनुरोध करी मंडलीर सह संपादक प्रार्थना करेंगे और आम परवर्ती कार्य करने समस्त आशीर्वाद आकर मंगलमय प्राणर जीशु राजा एत बड़े तुम्हारी पवित्र महत नाम को धन्यवाद दौछु प्रिय प्रभु तुम्हारी दया अनुग्रह प्रिय परिवार भमणी प्रभु दया अनुग्रह करी एक सुंदर निर्माण करने साहाय्य कल आशीर्वाद कल तुमको धन्यवाद दौछु निर्माण करने प्रभु तुम लोक मान डाकी तुम उद्देश्य प्रभु गृह उत्सर्ग करने निमंते प्रभु डकई तुम्हें बाहुल्य भाव में आशीर्वाद करी तुम्हें गौरव संभ्रम पाओ एत बड़े तुम सेवा करने आरंभ करने प्रभु आरंभ समाप्ति करी तुम्हें गौरव संभ्रम पूजा स्तुति वंदन पाओ प्राण राजा कृष्ण आमेन। धन्यवाद। आसतु पिलाने जो मैंने बाहर अच्छ कथबार्ता हुंतु ना प्रभुंकर वाक्य को आम शुणापी जावा आम गहन में प्रभुंकर प्रियदास परिचय बापा अच्छा मंडली पक्षे परिवार पक्षे मैं अनुरोध करुछु प्रभुंकर प्रियदास को उभाइबे और प्रभुंकर वाक्य परिवेषण करने जीवे प्रभुंकर उपस्थिति मध्य रही चेष्टा करूँ प्रभु को धन्यवाद कारण से समस्त प्रकार आशीर्वाद अनुग्रह आकर परमेश्वर अटंती जेकोसी परमेश्वर को आशीर्वाद किंबा कार्य यथा समय से साधन करती सफल करती तेणु ए गृह प्रभु दास थिबा बेले दासी थिबा बेले केते दुख कष्ट प्रभुंकर सेवार भार बहन करी आसु आसु दीर्घ वर्ष पर
ତାଙ୍କ ପୁଅ ବୋହୂ ସେମାନଙ୍କର ପରିବାର ନିମନ୍ତେ ଗୃହକୁ ପକ୍କା କରିବା ପାଇଁ ମରାମତି ପୂର୍ବକ ଅବକାଶ ଦେଇଛନ୍ତି। ପ୍ରଭୁଙ୍କ ନାମ ଧନ୍ୟ ହେଉ। ପ୍ରଭୁଙ୍କୁ ଧନ୍ୟବାଦ ଦେବା ସଙ୍ଗେ ସଙ୍ଗେ ମଣ୍ଡଳୀର ପାଳକ ଦିଗନ କର୍ମକର୍ତ୍ତା କର୍ମକର୍ତ୍ରୀ ଉପସ୍ଥିତ ପ୍ରଭୁଙ୍କ ଦାସ ଦାସୀ ସମସ୍ତଙ୍କୁ ମୋ ପ୍ରେମ ନମସ୍କାର ଜଣାଏ। ଆସନ୍ତୁ ମୁଁ ପ୍ରାର୍ଥନା କରିବି। ସର୍ବଶକ୍ତିମାନ ପ୍ରଭୁ, ଯଦ୍ୟପି ତୁମେ ଆମମାନଙ୍କର ବାସସ୍ଥାନ, ଏପରି ବାସସ୍ଥାନ କେହି ହଟାଇ ପାରିବ ନାହିଁ। ଝଡ଼ ନାହିଁ, ବତାସ ନାହିଁ, କି କୌଣସି ପ୍ରତିକୂଳ ଶକ୍ତି ନାହିଁ। ତୁମ ଗୌରବ ନାମ ଧନ୍ୟ ହେଉ। ତୁମେ ସମସ୍ତଙ୍କର ସେହି ବାସସ୍ଥାନ ସ୍ୱରୂପ ପରମେଶ୍ୱରଠୁ ତୁମକୁ ଧନ୍ୟବାଦ କରୁଛୁ। ପୁଅ ସୁରେଶକୁ, ତାଙ୍କ ସ୍ତ୍ରୀ ପିଲାମାନଙ୍କୁ ବସବାସ କରିବା ପାଇଁ, ଗୃହ ପ୍ରସ୍ତୁତ କରିବା ପାଇଁ ଦୟା କରିଛ, ଅନୁଗ୍ରହ କରିଛ, ଆଶୀର୍ବାଦ କରିଛ। ତୁମ ନାମ ଧନ୍ୟ ହେଉ। ଗୃହକୁ ସମର୍ପଣ କରୁଛି ପ୍ରଭୁ। ଯେପରି ତୁମ ସେବାରେ ମାନେ ଅଧିକ ତୁମର ଶକ୍ତିର ନିକଟବର୍ତ୍ତୀ ହେଉଥିବେ, ଗୃହରେ ବସବାସ କରୁଥିବେ। ତୁମ ଦୟା ଅନୁଗ୍ରହ ସୁଖ ଶାନ୍ତି ମଙ୍ଗଳ ସହବର୍ତ୍ତୀ ହେଉ। ଆପଦ ବିପଦ ଦୁର୍ଘଟଣା ରୋଗ ସଙ୍କଟ ଦୁଃସ୍ୱପ୍ନ ପ୍ରତିକୂଳ ଶକ୍ତି ସକଳ ସମ୍ପୂର୍ଣ୍ଣ ନିବାରିତ ଥାଉ। ଗୌରବ ମହିମା ତୁମରି ହେଉ। ପ୍ରଭୁ ଯୀଶୁଙ୍କ ନାମରେ ପ୍ରାର୍ଥନା କଲି, ଆମେନ୍। ପ୍ରଭୁଙ୍କୁ ପୁନର୍ବାର ଧନ୍ୟବାଦ ଜଣାଉଛି ଯେ ଆମ ଘର ସହିତ ପ୍ରଭୁଙ୍କର ସମ୍ପର୍କ ବହୁତ ଅଛି। ଆମର ଘର ସହିତ ଆମର ବନ୍ଧୁବର୍ଗର ସମ୍ପର୍କ ଥାଇ ନ ପାରେ, କିନ୍ତୁ ପ୍ରଭୁଙ୍କ ସମ୍ପର୍କ ଆଶ୍ଚର୍ଯ୍ୟ ଭାବରେ ଅଛି। ତେଣୁ ମୁଁ ସେଇ ହିସାବରେ କହିବାକୁ ଯାଉଛି ଯେ ପ୍ରଥମ କଥା, ବିଶ୍ୱାସୀମାନଙ୍କର ଘର କେମିତିକା ଘରରେ ପରିଣତ ପରମେଶ୍ୱର କରନ୍ତି। ସେ କୁଡ଼ିଆ ଘର ହେଉ କି ଦୋମହଲା ଘର ହେଉ, ଯେମିତି ଘର ବି ହେଉ, ଯେବେ ଆମେ ବିଶ୍ୱାସୀ ଆମ ଘରକୁ ସେ ଅଲଗା ପ୍ରକାର ତିଆରି କରନ୍ତି। ପ୍ରଥମ କଥା ହେଉଛି ଆପଣଙ୍କର ଯାତ୍ରା 12 ପର୍ବର 27। ଏହା ତୁମମାନଙ୍କ ସନ୍ତାନମାନେ ପଚାରିଲେ ତୁମ୍ଭେମାନେ କହିବ, ଏହା ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ନିସ୍ତାର ପର୍ବ ବଳିଦାନ। କାରଣ ମିଶ୍ରମାନଙ୍କୁ ଆଘାତ କରିବା ବେଳେ ସେ ମିଶରରେ ପ୍ରବାସୀ ଇସ୍ରାଏଲର ସନ୍ତାନଗଣର ଗୃହ ସବୁ ଛାଡ଼ି ଆଗକୁ ଯାଇ ଆମମାନଙ୍କ ଗୃହ ରକ୍ଷା କରିଥିଲେ। ସେତେବେଳେ ଲୋକମାନେ ମସ୍ତକ ନତ କରି ପ୍ରଣାମ କଲେ। ରକ୍ଷା କରନ୍ତି। ପ୍ରେଜ୍ ଦ ଲର୍ଡ। ଆମ ଘର ପରମେଶ୍ୱର ରକ୍ଷା କରନ୍ତି। ଆଉ କେମିତି ଭାବରେ ରକ୍ଷା କରନ୍ତି ତାହା ଆମର ଆଲୋଚନା କରିବାର ସମୟ ନାହିଁ। ସେ ଶୟତାନର ପ୍ରତିକୂଳ ଶକ୍ତି କି ପ୍ରାକୃତିକ ବିପର୍ଯ୍ୟୟ ଇତ୍ୟାଦି ଇତ୍ୟାଦି ଠାରୁ ଆମ ଘରକୁ ରକ୍ଷା କରନ୍ତି। ତେଣୁ ତାକୁ ରକ୍ଷାର ଗୃହ ବୋଲି ମୁଁ କହିପାରିବି, ନାଁ ଦେଇପାରିବି। ପୁଣି ଆପଣଙ୍କୁ ଦ୍ୱିତୀୟ କଥା କହିବି। ପ୍ରଥମ ସାମୁଏଲ 25 ପର୍ବର 28 ପଦ ଦେଖନ୍ତୁ। ଦାଉଦଙ୍କର ଘର କେମିତି କରିବେ ପ୍ରଭୁ? ଆପଣଙ୍କ ଦାସୀର ଅପରାଧ କ୍ଷମା କରନ୍ତୁ। ମୋର ପ୍ରଭୁ ସଦାପ୍ରଭୁଙ୍କ ପକ୍ଷରେ ଯୁଦ୍ଧ କରୁଅଛନ୍ତି। ଏଥିପାଇଁ ସଦାପ୍ରଭୁ ମୋର ପ୍ରଭୁଙ୍କ ଗୃହ ନିଶ୍ଚୟ ସୁସ୍ଥିର କରିବେ। ବେଶ, ଆମ ପ୍ରଭୁଙ୍କ ଘର ବୋଲି ରାଜାଙ୍କ ଘର, ଅର୍ଥାତ୍ ଦାଉଦଙ୍କର ଘର ହେଉ, ସୁରେଶର ଘର ହେଉ, ମୋର ହେଉ, ଆପଣଙ୍କର ଘର ହେଉ, ପ୍ରଭୁ କ'ଣ କରିବେ? ସୁସ୍ଥିର କରିବେ। କୌଣସି ଅସ୍ଥିରତାକୁ ପ୍ରତିକୂଳ ସମସ୍ୟାକୁ ସ୍ଥାନ ଦେବେ ନାହିଁ। ଆଉ କାହିଁକି ସୁସ୍ଥିର, କାହିଁକି ଏମିତି କରିବେ? ମାନେ ଏମିତି କରିବେ କେବଳ ନୁହେଁ, ଏମିତି କରିବା ପଛରେ ଆହୁରି କିଛି କଥା ଅଛି। ତାହା ଆଗକୁ ଯିବା ପୂର୍ବରୁ କହିବାକୁ ଚାହୁଁଛି ଯେ ପରମେଶ୍ୱରଙ୍କର ବାକ୍ୟ କୁହେ, ଅଦ୍ୟାବଧି ସଦାକାଳ ଆମେ ତୁମର ଚାରିଆଡ଼େ ବାସ ଦେବୁ। ସେ ରହିବେ, ନିଜେ ରହିବେ। ଏ ଆଉ 125 ଗୀତ ସହିତ ଆମେ ଆଉ ଏ ଏକ୍ସଟ୍ରା ପଢ଼ିବା ନାହିଁ। ନିଜେ ରହିବେ। ଜେରୁସାଲେମର ଚାରିଆଡ଼େ ଯେମିତି ପର୍ବତମାନ ଥାଏ, ତଦ୍ରୂପ ସଦାପ୍ରଭୁ ଅଦ୍ୟାବଧି ସଦାକାଳ ତୁମମାନଙ୍କର ଚତୁର୍ଦିଗରେ। ସେତିକି କେବଳ ନୁହେଁ, ଏହା ପରେ ପରେ ଆହୁରି ଲେଖା ଅଛି,
ଯେପରି ଯେଉଁମାନେ ସଦାପ୍ରଭୁଙ୍କୁ ଭୟ କରନ୍ତି ତାହାଙ୍କର ଦୂତ ଚାରିଆଡ଼େ ଛାଉଣି କରି ସେମାନଙ୍କୁ ଜଗନ୍ତି। ପ୍ରଭୁ ଥାଉ ଥାଉ ଗୀତ ସଂହିତା 34:7 ଚାରିଆଡ଼େ ଦୂତମାନେ ଜଗିବେ। ଏସବୁ ସିକ୍ୟୁରିଟି ବଡ଼ ଚମତ୍କାର ସିକ୍ୟୁରିଟି। ଦୂତମାନେ ଜଗିବେ, କେବଳ ଦୂତମାନେ ଜଗିବେ ତାହା ନୁହେଁ। ଆୟୁବ 1:10 ବାଡ଼ ଦେଉଛନ୍ତି ପ୍ରଭୁ। 3 ପ୍ରକାର ବାଡ଼ର କଥା ସେଇଠି ଲେଖା ହେଉଛି। ଶୟତାନ କହିଲେ ପରମେଶ୍ୱରଙ୍କୁ ତୁମେ ତାହାର ଚାରିଆଡ଼େ ବାଡ଼ ଦେଇଛ, ତାର ଘରର ଚାରିଆଡ଼େ ବାଡ଼ ଦେଇଛ, ତାର ସର୍ବସ୍ୱର ଚାରିଆଡ଼େ ବାଡ଼ ଦେଇଛ। ଆମ ଘରର ଚାରିଆଡ଼େ ବାଡ଼ ଦେବାର ସୁବିଧା, ଆମ ଘର ପାଖରେ ଆଉ ଜଣଙ୍କର ଘର ଅଛି, ସେ କେମିତି ବାଡ଼ ଦେବ କେମିତି? କିନ୍ତୁ ପରମେଶ୍ୱର ସୁସ୍ଥିର କରୁ କରୁ ବାଡ଼ ଦେବେ, ଦୂତମାନେ ଜଗିବେ, ଆଉ ସେ ନିଜେ ମଧ୍ୟ ଚାରିଆଡ଼େ ରହିବେ। ପ୍ରିୟ ଭାଇ ଭଉଣୀମାନେ, ସେତିକି କେବଳ ନୁହଁ। ପ୍ରଥମ ରାଜାବଳୀ 2:24 ଦେଖନ୍ତୁ 24 ପର ଲାଗୁଛି। ସଦାପ୍ରଭୁ ନିଜ ପ୍ରତିଜ୍ଞା ଅନୁସାରେ ମୋତେ ସୁସ୍ଥିର କରି ମୋ ପିତା ଦାଉଦଙ୍କ ସିଂହାସନରେ ମୋତେ ବସାଇଛନ୍ତି ଓ ଯେ ମୋ ଗୃହ ଦୃଢ଼ କରିଅଛନ୍ତି। ବେଶ ପରମେଶ୍ୱର ସୋଲୋମନଙ୍କର ଘର ଦୃଢ଼ କରିଛନ୍ତି। ଏ ଯେମିତି କଲେ ତ କଲେ, କିନ୍ତୁ ତା ବାଦେ ପରମେଶ୍ୱର ଘରକୁ ଦୃଢ଼ କଲେ। ଟିକେ ଦେଖନ୍ତୁ 11 ପର୍ବର 38ରେ ସେଇ ପୁସ୍ତକରେ ପରି ଲାଗୁଛି। ଆଉ ଯେବେ ତୁମ୍ଭେ ଆମ୍ଭ ଦାସ ଦାଉଦ ପରି ଆମ୍ଭର ସମସ୍ତ ଆଦେଶରେ ମନୋଯୋଗ କରିବ ଓ ଆମ୍ଭ ବିଧି ଓ ଆମ୍ଭ ଆଜ୍ଞା ପାଳନ କରିବା ପାଇଁ ଆମ୍ଭ ପଥରେ ଚାଲିବ ଓ ଆମ୍ଭ ଦୃଷ୍ଟିରେ ନ୍ୟାୟ ବ୍ୟବହାର କରିବ, ତେବେ ଆମ୍ଭେ ତୁମର ସମ୍ପତ୍ତି ହେବା ଓ ଆମ୍ଭେ ଯେପରି ଦାଉଦ ପାଇଁ କଲୁ ସେପରି ତୁମ୍ଭ ପାଇଁ ଏକ ଦୃଢ଼ ଗୃହ ନିର୍ମାଣ କରିବା ଓ ତୁମ୍ଭକୁ ଦୃଢ଼ ଗୃହ ନିର୍ମାଣ କରିବ। ଆମେ ନିର୍ମାଣ କରିବା ବାଦେ ପରମେଶ୍ୱର ଆମ ଘରକୁ ଦୃଢ଼ ଭାବରେ ନିର୍ମାଣ କରିବେ। ପ୍ରିୟ ପରିବାର, ଭଲରେ ଶୁଣନ୍ତୁ, କି ଭାଇ ଭଉଣୀମାନେ ଭଲରେ ଶୁଣନ୍ତୁ। ଆମେ ସମସ୍ତେ ପରମେଶ୍ୱରଙ୍କର ଏହି ପ୍ରକାର ଆଶୀର୍ବାଦର ଗୃହର ଅଧିକାରୀ ହେବାର ଅଧିକାର ଅଛି। ଆମର କୁଡ଼ିଆ ଘର ହେଲେ ମଧ୍ୟ ଦୃଢ଼ ହେବ, ଆଶୀର୍ବାଦ ହେବ, ଆଉ ସୁସ୍ଥିର ହେବ, ସୁରକ୍ଷା ହେବ। କେବଳ ସେତିକି ନୁହେଁ, ପ୍ରଥମ ବଂଶାବଳୀ 14 ପର୍ବର 13 ପଲା ହେଉଛି। ଅନନ୍ତର ଫଲିଷ୍ଟିୟମାନେ ପୁନର୍ବାର ତଳିଭୂମିରେ ଚଢ଼ାଉ କଲେ। ତହିଁରେ ଦାଉଦ ନା ଝିଅ 13:14 ତହିଁରେ ପରମେଶ୍ୱରଙ୍କ ସିନ୍ଦୁକ ଓବେଦ-ଇଦୋମର ପରିବାର ସହିତ ତାହାର ଗୃହରେ 3 ମାସ ରହିଲା। ପୁଣି ସଦାପ୍ରଭୁ ଓବେଦ-ଇଦୋମର ଗୃହକୁ ଓ ତାହାର ସର୍ବସ୍ୱକୁ ଆଶୀର୍ବାଦ କଲେ। ଆଶୀର୍ବାଦର ଗୃହ, ପରବର୍ତ୍ତୀ ଘର ଆମର ଏପରି ଘର ହେବାର ଜରୁରୀ ଅଛି। ଯେତେ ଦରିଦ୍ର ଲୋକ ହେଲେ ମଧ୍ୟ ଯେବେ ପରମେଶ୍ୱରଙ୍କ ଠାରେ ନିର୍ଭର କରୁ ଆଶୀର୍ବାଦର ଘର ନିଶ୍ଚିତ ଭାବରେ। କିନ୍ତୁ ୟା ବିଷୟରେ ଆମକୁ ଚିନ୍ତା କରିବାକୁ ପଡ଼ିବ। ଆମେ ସେଇଭଳି ଜୀବନ କାଟିଲେ ଯାଇ ଏସବୁ ସଫଳ ହେବ। ପୁଣି ଶୁଣନ୍ତୁ, ଆଉ ଆମ ଘରକୁ ପରମେଶ୍ୱର କିପରି ଘର କରିବାର ଚାନ୍ସ ଅଛି ସେ କହିଲେ ତାଙ୍କ ଶିଷ୍ୟମାନଙ୍କୁ ପଠାଇ ମାଥ୍ୟୁ 10 ପର୍ବର 13ରେ ଯେଉଁ ଘରକୁ ଯିବ ସେ ଘରେ ଘୋଷଣା କରିବ ବୋଲି କହିଲେ। ସେ ଗୃହ ଯେବେ ଯୋଗ୍ୟ ତେବେ ତାହା ପ୍ରତି ତୁମମାନଙ୍କ ଶାନ୍ତି ବର୍ତ୍ତୁ, କିନ୍ତୁ ତାହା ଯଦି ଯୋଗ୍ୟ ନୁହେଁ ତାହେଲେ ତୁମର ଶାନ୍ତି ତୁମ ନିକଟକୁ ବାହୁଡ଼ି ଆସୁ। ଅର୍ଥାତ୍ ମୁଁ ତାଙ୍କ ନାମ ଦେବି ଶାନ୍ତିର ଗୃହ ହେବ। ଯେବେ ଗୃହ ପରିବାର ଯୋଗ୍ୟ ଜୀବନଯାପନ କରିବେ। କେତେ ଏମିତି ଅଛନ୍ତି 25ଟା ଦିନ ହିଁ ଡାକିଦେବେ, ବାକି ଦିନ ଅଲଗା ରାସ୍ତାରେ। ଏହା ଚିନ୍ତା କରିବା ଦରକାର। ସବୁବେଳେ ପାଇଁ ଲିଙ୍କରେ ରହିବାର ଅଛି, ସବୁବେଳେ ପାଇଁ ଠିକରେ ରହିବାର ଅଛି। ତେବେ ପ୍ରଭୁଙ୍କର ଲୋକମାନଙ୍କ ଘର ଶାନ୍ତିର ଘର। ଆପଣମାନେ ତ ଜାଣନ୍ତି, ପଢ଼ିକି ସମୟ ନଷ୍ଟ କରିବି କାହିଁକି, ଯେ ଯକ୍ଷ ଘରକୁ ଗଲା ପରେ ପ୍ରଭୁ ଯକ୍ଷକୁ କହିନାହାନ୍ତି, କହିଲେ କ'ଣ, ଏହି ଗୃହ ପରିତ୍ରାଣ
ଘରେ ପରିତ୍ରାଣ ଅର୍ଥାତ୍ ଏ ଘର ପରିତ୍ରାଣର ଶୁଣନ୍ତୁ ଲାଷ୍ଟ କଥା କହିବି ପ୍ରେରିତ 16 ପର୍ବର 34 ଜୟ ସର୍ବସ୍ୱ। ସେଥିରେ ସେ ସେମାନଙ୍କୁ ଆପଣା ଗୃହକୁ ଫେରି ଯାଇ ଖାଦ୍ୟ ପରିବେଷଣ କଲେ ଆଉ ସମସ୍ତ ପରିବାର ସହିତ ଈଶ୍ୱରଙ୍କ ଠାରେ ବିଶ୍ୱାସ କରି ଅତ୍ୟନ୍ତ ଆନନ୍ଦିତ ହେଲେ। ଆମର ଶେଷ କଥା ହେଉଛି ଘର ଆତିଥ୍ୟର ଘର ହେବାର ଅଛି। ଆମ ଘରେ ପ୍ରଭୁଙ୍କ ଲୋକମାନେ ପାଣି ଥଣ୍ଡା ପାଣି ଟିକେ ପିଉଥାନ୍ତୁ ଯାଉଥାନ୍ତୁ। ସୁରେଶ ତାଙ୍କ ସ୍ତ୍ରୀ ତାଙ୍କ ପରିବାର ପ୍ରଭୁଙ୍କ ଠାରେ ଠିକ୍ ନିର୍ଭର ବିଶ୍ୱାସ କଲେ ପ୍ରଭୁ ସେମାନଙ୍କ ଘରକୁ ଏଇ ପ୍ରକାରର ଘର କରିବାର ଆମ ଘରକୁ ଏଇ ପ୍ରକାର ଘର କରିବାର ସୁଯୋଗ ଅବକାଶ ରଖିଛନ୍ତି। ତେଣୁ ପ୍ରଭୁଙ୍କ ନାମ ଧନ୍ୟ ହେଉ। ପୁଣି ପରିବାର ପ୍ରତି ପ୍ରଭୁ ପ୍ରଚୁର ଆଶୀର୍ବାଦ କରନ୍ତୁ। ଧନ୍ୟବାଦ। ଆସନ୍ତୁ ଆମେ ପ୍ରଭୁଙ୍କ କୁମ୍ଲାଶ୍ରୀ ମଣ୍ଡଳୀର ମଧ୍ୟ ଆସୁଛନ୍ତି। ଆମେ କହିଥିଲୁ ବର୍ତ୍ତମାନ ପହଞ୍ଚୁଛନ୍ତି। ସେମାନେ ଆସିବା ପର୍ଯ୍ୟନ୍ତ ଗୋଟିଏ ଗୀତ ଗାଇବ ଆଉ ସେମାନଙ୍କୁ ମଧ୍ୟ ଏଥିରେ ସମ୍ମିଳିତ କରି ପ୍ରାର୍ଥନା ସହିତ ସମାପ୍ତ କରିବା ପାଇଁ ଆମେ କୁମ୍ଲାଶ୍ରୀ ମଣ୍ଡଳୀର ମୁଖ୍ୟ କର୍ମକର୍ତ୍ତାମାନଙ୍କୁ ଆମେ এই পারিবারিক প্রার্থনা করেছো। দেখুন আজ্ঞা সমস্ত আসন্তু ভিতরକୁ ଆମର ପାଳିକା ଗୋଟେ ଜାଗା ବର୍ତ୍ତମାନ ପ୍ରାର୍ଥନା କରିବା। ধন্যবাদ সুরেশ প্রভু তুমি আশীর্বাদিত এনা চিন্তার বাহারে সমস্ত বিষয় আউ গোটিয়ে পরিবার পাই চিন্তা করেছিল কিন্তু দেখু দেখু আউ পরিষা বা পরিশ্রমা আমি ভাবি নথিলু কুম্লাশ্রী মন্ডলী মধ্য আমার গহନରେ কিন্তু আউ এপরি প্রার্থনা গৌর ভাইକୁ ମାନେ ପ୍ରଭୁଙ୍କ ଦାସ ପାଳକଙ୍କୁ ମୁଁ କହିଥିଲି ଯଦି ମୁଁ କହିବି ସେ ମନା କରିବେ କିନ୍ତୁ ମୁଁ ଅନୁରୋଧ କଲି ଯେ ସେଇଟା ଅଛି ସ୍ୱର୍ଗତ ଆମଙ୍କର ଦିଗନ ମାଳି ମହାଶୟଙ୍କର ଗୃହରେ ଆଉ ତାଙ୍କ ପୁତ୍ରଙ୍କ ଗୃହରେ ପ୍ରାର୍ଥନା ରହିଛି। ଆପଣମାନେ ଆସିଲେ ପରିବାର ପାଇଁ ଆଶୀର୍ବାଦର କାରଣ ହେବ ଆଉ ଏହା ମୁଁ ତାଙ୍କ ଅନୁରୋଧ କରୁ କରୁ ଅନୁରୋଧ ରକ୍ଷା କରିକି ଆପଣମାନେ ଆସିଥିବାରୁ ଆମର କୁମ୍ଲାଶ୍ରୀ ବାପ୍ଟିଷ୍ଟ ମଣ୍ଡଳୀକୁ ବିଶେଷ ଧନ୍ୟବାଦ। ହଉ ଆସନ୍ତୁ ଆମେ ପରିବାର ପାଇଁ ପ୍ରାର୍ଥନା କରିବା। ପରିବାର ଅଛନ୍ତି କି ଆସନ୍ତୁ ଟିକେ ଆସନ୍ତୁ ପ୍ରାର୍ଥନା କରିବା। ଅନୁରୋଧ କରିବି ଆମମାନଙ୍କର କୁମ୍ଲାଶ୍ରୀ ବାପ୍ଟିଷ୍ଟ ମଣ୍ଡଳୀର ଦିଗନ ପାଣି ମହାଶୟ ଏବଂ ଆମମାନଙ୍କର ପାଳକ ମହାଶୟ ଯଥା ପ୍ରାର୍ଥନା ମିଟିଂର ସମ୍ପାଦକ ଦୁହେଁ ପ୍ରାର୍ଥନା କରିବେ ପରିବାର ନିମନ୍ତେ ଗୃହ ନିମନ୍ତେ। ଆଉ ଭାଇ ଆମଙ୍କର ସୁରେଶ ମାଳି ସେ ବ୍ରହ୍ମପୁର ରହିକି ସେ ସେବା କାର୍ଯ୍ୟ କରନ୍ତି ଆଉ ତାଙ୍କ ଝିଅ ଝିଅ ପୁଅ ସମସ୍ତଙ୍କ ପାଇଁ ପ୍ରାର୍ଥନା କରିବେ।
ତେବେ ଆସନ୍ତୁ ପରିବାର ନିମନ୍ତେ ପ୍ରାର୍ଥନା କରିବା। ପ୍ରଥମେ ଆମଙ୍କର କମଳା ସିଂହ ମଣ୍ଡଳୀର ଦିଗନ ପାଣି ମହାଶୟ ପ୍ରାର୍ଥନା କରିବେ। ଆମଙ୍କର ବାଳକ ମହାଶୟ ତଥା ପ୍ରାର୍ଥନା ମିଟିଂର ସମ୍ପାଦକ ପ୍ରାର୍ଥନା କରିବେ। ତାଙ୍କ ପ୍ରାର୍ଥନା ପରେ ପ୍ରଭୁଙ୍କ ଦାସ ବାପାଙ୍କ ଶେଷ ଆଶୀର୍ବାଦରେ ଆମେ ସମାପ୍ତ କରିବାକୁ ଯିବା। ଆସନ୍ତୁ ନିମନ୍ତେ ଏକତ୍ରିତ ସମ୍ମାନୀୟ ପରୀକ୍ଷା ସ୍ଥାନୀୟ ମଣ୍ଡଳୀର ଦିଗନ୍ବୟ କର୍ମକର୍ତ୍ତାଗଣ ମୋ ମଣ୍ଡଳୀର ମଙ୍ଗଳମୟ ଆଶୀର୍ବାଦର ଆକର ପରିବେଶର ତୁମରି ଧନ୍ୟବାଦ କରୁଛୁ ପ୍ରଭୁ। ପ୍ରଭୁ ତୁମେ ଅନୁଗ୍ରହ କଲ ତୁମ ରକ୍ତ ଦିଆ ମଣ୍ଡଳୀ ସହିତ ଆମ ମଣ୍ଡଳୀର ମୁଖ୍ୟ କର୍ମକର୍ତ୍ତାମାନଙ୍କର ପ୍ରଭୁ ସୁନ୍ଦର ସମ୍ମିଳିତ କରାଇଅଛୁ, ଏଥିପାଇଁ ଧନ୍ୟବାଦ କରୁଛୁ ପ୍ରଭୁ। ମଣ୍ଡଳୀକୁ ଆସୁ ଆସୁ ପ୍ରିୟ ପରିବାର ମଧ୍ୟରେ ଉପାସନା କରିବା ପାଇଁ ତୁମଠାରେ ପ୍ରାର୍ଥନା କରିବା ପାଇଁ ତୁମେ ପ୍ରଭୁ ଦୟା କଲ, ଏଥିପାଇଁ ଧନ୍ୟବାଦ କରୁଛୁ। ଏତେବେଳେ ପ୍ରାର୍ଥନା ନିବେଦନ କରୁଛୁ ପ୍ରଭୁ, ପରିବାରକୁ ତୁମେ ଆଶୀର୍ବାଦ କଲ, ତୁମ ସେବା କାର୍ଯ୍ୟରେ ପ୍ରଭୁ ବ୍ୟବହାର କରୁଛ, ଏଥିପାଇଁ ଧନ୍ୟବାଦ କରୁଛୁ। ତୁମ ସେବା କାର୍ଯ୍ୟ ଯେ ପ୍ରଭୁ ବିସ୍ତୀର୍ଣ୍ଣତା ଭାବରେ ଆତ୍ମିକ ଭାବରେ ବଢ଼ିବ, ଏଥିପାଇଁ ପରିବାରକୁ ଆଶୀର୍ବାଦ କରି ତୁମେ କଢ଼ାଇ ନିଅ ପ୍ରଭୁ। ବାସ କରିବା ପାଇଁ ତୁମେ ଏକ ନୂତନ ଗୃହ ନିର୍ମାଣ କରିବା ପାଇଁ ତୁମେ ଅନୁଗ୍ରହ କଲ। ତୁମଠାରୁ ପ୍ରଦତ୍ତ ନହେଲେ ପ୍ରଭୁ ଏହା ଆମମାନଙ୍କ ଜୀବନରେ ଅନୁଭବ ଆସେ ନାହିଁ। ଧନ୍ୟବାଦ ଦେଉଛୁ ପ୍ରଭୁ, ପରିବାରକୁ ତୁମେ ଆଶୀର୍ବାଦ କଲ, ଗୃହ ନିର୍ମାଣ କରିବା ପାଇଁ ତୁମେ ସାହାଯ୍ୟ କଲ, ଧନ୍ୟବାଦ କରୁଛୁ। ଏତେବେଳେ ନିବେଦନ ପ୍ରାର୍ଥନା କରୁଛି, ପରିବାରକୁ ତୁମେ ଆଶୀର୍ବାଦ କର ପ୍ରଭୁ। ତୁମର ସେ ଆଗମନ ପର୍ଯ୍ୟନ୍ତ ଜୀବନରେ ଯେତେ ଦିନ ବଞ୍ଚି ରହିବେ, ପରିବାର ସହିତ ପ୍ରଭୁ ତୁମ ଅଧିକାର ମଧ୍ୟରେ ରଖି ସେମାନଙ୍କୁ ପଢ଼ାଇ ନିଅ। ଜଗତରେ ବଞ୍ଚୁ ବଞ୍ଚୁ ତୁମ ଗୌରବ ପାଇଁ ବଞ୍ଚିବା ପାଇଁ ତୁମେ ଅନୁଗ୍ରହ କର ପ୍ରଭୁ। ଅନ୍ୟମାନ ସମସ୍ତ ଗୌରବ ମହିମା କର୍ତ୍ତାପଣ ତୁମ୍ଭକୁ ଦେଇ ଶୀଘ୍ର ଆସୁଥିବା ପ୍ରିୟତମ ପ୍ରଭୁ ଯୀଶୁଙ୍କ ନାମରେ ଏହି ଛୋଟ ନିବେଦନ ମାଗୁଅଛି ପିତା, ଆମେନ୍। ସ୍ୱର୍ଗୀୟ ଗୌରବମୟ ପିତା, ତୁମର ସମ୍ମାନ କରୁଛୁ, ତୁମକୁ ଧନ୍ୟବାଦ କରୁଛୁ। ତୁମର ସ୍ୱର୍ଗୀୟ ଯୋଜନା ଅନୁଯାୟୀ ତୁମ ଦାସଙ୍କୁ ତୁମେ କୌସ୍ଥ କଲା ପରେ ତାଙ୍କ ସନ୍ତାନକୁ ତୁମ ସେବାରେ ମନୋନୀତ କରୁଛ। ବିଭିନ୍ନ ଜାଗାମାନଙ୍କରେ ବ୍ୟବହାର କରୁଥିବାରୁ ତୁମ ନାମର ଧନ୍ୟବାଦ କରୁଛୁ। ପରିବାରକୁ ରଖୁଛୁ, ତୁମେ ସେମାନଙ୍କର ପ୍ରଭୁ ଦୁର୍ଦିନରେ ପ୍ରତିକୂଳ ଦିନମାନଙ୍କରେ ସପରିବାର ତୁମ ଉପରେ ବିଶ୍ୱାସ ରଖି ଦୃଢ଼ ହେବାକୁ ଦିଅ। ସମସ୍ତ ପରୀକ୍ଷା ପ୍ରଲୋଭନ ସେବାରେ ପାରିବାରିକ ଜୀବନରେ ଆସିବା ବେଳେ, ଛଡ଼ପଟାସ ଆସିବା ବେଳେ ପ୍ରଭୁ ତୁମ ଉପରେ ନିର୍ଭରଶୀଳ ହୋଇ ବିଶ୍ୱାସରେ ଦିନ ତମାମ କାଟିବା ପାଇଁ କୃପା କର। ତୁମେ ପ୍ରତ୍ୟେକଙ୍କର ବାହାରି ଯିବା ଭିତରେ ଆସିବା ସୁରକ୍ଷାର କାରଣ ହଉ। ସୁସ୍ଥ ସବଳ ଆରୋଗ୍ୟ ସୁରକ୍ଷା ଦେବା ସହ ଅନେକ ଆତ୍ମା ଲାଭ କରିବା ପାଇଁ ତୁମର ସ୍ୱର୍ଗୀୟ ସାମର୍ଥ୍ୟ ଶକ୍ତିକୁ ପ୍ରଦାନ କର। ପ୍ରାର୍ଥନା କରୁଛୁ, ଆଜିର ସମସ୍ତ ବ୍ୟୟ ମୋ ଦୃଷ୍ଟିରେ ବହୁମୂଲ୍ୟ ହଉ। ବସବାସ କରିବା ଦିନ ତମାମ ସୁରକ୍ଷା ଆରୋଗ୍ୟ ସୁସ୍ଥତା ବାସ କରୁ। ଅନ୍ଧକାରର সকল শক্তি তোমার স্বর্গীয় যিশু নামে দূরীকৃত হও। বিশেষ করে আজের সমস্ত প্রার্থনা তুমি শুনিছ, আমি বিশ্বাস করছু প্রভু। আমার দিন ଶେଷ ଆଶୀର୍ବାଦ ଯାହା ଗୃହର ଦରକାର ବସ୍ତ୍ର ବୋଧେ Thank you. Prabhu Aishwar. এইটি দিক না না কুমুর সিং না এটি क्या पक्वा अच्छी अच्छा बड़े बड़े दिया रे बाबू रे
ମାଳି ଟିକନ ପରେ ଧନ୍ୟବାଦ। ଆସନ୍ତୁ ଆମେ ଶେଷ ଆଶୀର୍ବାଦ ସହିତ ଏହି ଉପାସନା ସମାପ୍ତ କରିବା ପାଇଁ ଯିବା। ପ୍ରଭୁଙ୍କ ଦାସ ବାବା ଅଛନ୍ତି। ଆସନ୍ତୁ। ଯେତେବେଳେ ପିତା ପରମେଶ୍ୱରଙ୍କ ସୀମ ପ୍ରେମ, ପ୍ରାଣକର୍ତ୍ତା ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କ ଅନୁଗ୍ରହ, ସାହାଯ୍ୟକାରୀ ଧର୍ମାତ୍ମାଙ୍କ ସୁଖ ଶାନ୍ତି ସହାୟତା ଚେତନା ଶିକ୍ଷା ସୁମଧୁର ସହଭାଗିତା ଗୃହ ପରିବାର ପ୍ରତି ଆମ ସମସ୍ତଙ୍କ ପ୍ରତି ସଦାକାଳ ହେଉ। ଆମେନ୍। ଭାଙ୍ଗିଦେଲୁ ମା ବି ଚାଲିଗଲେ, 13ରେ ବାପା ଗଲେ, 15ରେ ମା ଗଲେ। ଆଉ ଆଜି ପର୍ଯ୍ୟନ୍ତ ମୋତେ ଗୋଟେ କଥା ମନେ ପଡ଼େ, ମୁଁ 19 ସାଲରେ ଯେତେବେଳେ ମୋତେ ପ୍ରଭୁ ଆହ୍ୱାନ କଲେ କନ୍ଧମାଳ ଯିବା ପାଇଁ, ମୋ ବାପାକୁ ଗୋଟେ କଥା କହିଥିଲି, ମୋ ସ୍ୱପ୍ନର କଥା। ଆଉ ବାପା କହିଲେ କନ୍ଧମାଳ ନା କନ୍ଧ ଲୋକମାନଙ୍କ ପାଖକୁ ପ୍ରଭୁ କହିଲେ। ମୁଁ କହିଲି କନ୍ଧମାଳ। ତ ମୁଁ 99ରେ ପ୍ରଭୁଙ୍କ ସେବାରେ 2 ଜଣ ନଦୀରେ ଗାଧୋଉଥିଲେ। ଜଣେ ହେଲେ ବର୍ତ୍ତମାନର ପାଳକ ଜୀବନ କିଶୋର ଲିମା ଆଉ ଏଜ୍ରା ଲିମା, 2 ଜଣ ନଦୀରେ ଗାଧୋଉଥିଲେ। ମୁଁ ଆଉ ମୋ ବାପା ଚାଲିକି ଯାଉଛୁ ନଦୀ ତୀରରେ। ତ ବସିଛନ୍ତି ଯୀଶୁ ତ ପଥର ଚାଲି। ଏଇ ଗୀତ ଯେତେବେଳେ ଗାଇକି ସେମାନେ ନଦୀରେ ଗାଧୋଉଛନ୍ତି, ଆଉ ବର୍ତ୍ତମାନ ଆମର ମଣ୍ଡଳୀର ପାଳକ ମୋ କ୍ଲାସ୍, ଆମେ କୂଅ ଗୋଟେ ଥିଲା ଆମର ହାଇସ୍କୁଲରେ, ପହଁରା ତାଙ୍କୁ ଆସୁନଥିଲା, ମୋତେ ଆସୁଥିଲା। ଆମ ବାପା କହୁଥିଲେ ସେ ନଦୀକୁ ନା ଭାସିଯିବ। ମୋର ମନରେ ଆସୁଛି ପାଳକ ତ ପହଁରା ଜାଣିନାହିଁ, ମୁଁ ପହଁରା ଜାଣିଛି, ମୁଁ ଯିବି। ତାପରେ ଆମେ ଯାଉ କିଛି ସମୟ ପରେ ଆମର ବାପାଙ୍କର ହାତ ଛାଡ଼ିଦେଲି। ଆଉ ମୋ ବାପା ଆଉ ଦେଖାଗଲେ ନାହିଁ। ଦିନଟି ପୁରା ଗୋଲ ଗୋଲ ହେଇକି ଯେଉଁ ପାଣିରେ ବଡ଼ ବଡ଼ ନଳା, ସେଥିରୁ ବହୁତ ଉଜ୍ଜଳ ଆସିଲା। ଆଉ ମୋତେ ସେଥିରୁ ଗୋଟେ ଆବାଜ ଆସିଲା, କନ୍ଧମାଳ ଯାଅ। ତ ଏଇ ସ୍ୱପ୍ନଟା ମୁଁ ବାପାଙ୍କୁ କହିଥିଲି। ଆଉ ବାପା ସେଇ ଦିନଠାରୁ ମୋତେ ପ୍ରଭୁଙ୍କ ସେବାରେ ଛାଡ଼ିଲେ। ଆଉ 99ରୁ ଆଜି ପର୍ଯ୍ୟନ୍ତ ପ୍ରଭୁ ବିଭିନ୍ନ ଷ୍ଟେଟ୍ରେ, ବିଭିନ୍ନ ଜିଲ୍ଲାରେ ବିଭିନ୍ନ ଆତ୍ମା ଲାଭ କରିବାରେ ପ୍ରଭୁ ମୋତେ ସାହାଯ୍ୟ କଲେ। କନ୍ଧମାଳରେ ଗୋଟେ ଗ୍ରାମ ଅଛି ପାକାଲାଗା ବୋଲି, ଆମେ ଗୋଟେ ମିରାକଲ୍ କରି ଗୋଟିଏ ଦିନରେ 17ଟା ପରିବାର ଦେଖିବାକୁ ମୋତେ ଦେଇଛୁ। ଏବଂ ବର୍ତ୍ତମାନ ମଧ୍ୟ ପ୍ରଭୁ ତାଙ୍କ ସେବାରେ ଲିଡରସିପ୍ ପ୍ରାଇଭେଟ୍ ଟ୍ରେନିଂ ସେଣ୍ଟର ମଧ୍ୟ ଦେଇଛନ୍ତି ପରିଚାଳନା କରିବା ପାଇଁ। ଆଉ କୌଣସି ଯୋଗ୍ୟ ନାହିଁ, ମୋ ପ୍ରଭୁଙ୍କର ଦାସମାନଙ୍କର ପ୍ରାର୍ଥନା, ମୋ ପିତାଙ୍କର ଅଶ୍ରୁ, ଅନେକ ଅଭାବ ଦେଇ ସେ ଯିବା ଅବସ୍ଥାରେ ତାଙ୍କ ନିମନ୍ତେ ଯେଉଁ ପ୍ରାର୍ଥନା କରୁଛନ୍ତି, ପ୍ରଭୁ ତାଙ୍କ ପ୍ରାର୍ଥନାର ଆଶୀର୍ବାଦ ଦେଇଛନ୍ତି। ଆଉ ଧନ୍ୟବାଦ ଦେଉଛି। ବହୁତ ସମୟ ହେଲାଣି, ମୁଁ ପରିଚାଳକଙ୍କୁ ମଧ୍ୟ ବହୁତ ଧନ୍ୟବାଦ। ସେମାନଙ୍କ ପ୍ରାର୍ଥନା, ସେମାନଙ୍କ ଶିକ୍ଷା, ଆଜି ତାଙ୍କ ଫଳ ଆମେ ତାଙ୍କ ସମ୍ମୁଖରେ ସେବାରେ ଠିଆ ହେଇକି ବିଶ୍ୱାସ କରେ। ସେମାନେ ଯେଉଁ ପ୍ରାର୍ଥନା, ଆଶୀର୍ବାଦ, ଶିକ୍ଷା, ଚେତନା ଆମକୁ ଦେଇଛନ୍ତି, ତେଣୁ ଆଜି ପ୍ରଭୁ ଆମମାନଙ୍କୁ କରିବା ପାଇଁ ବିଶେଷ ସମସ୍ତେ ପ୍ରାର୍ଥନାରେ ସ୍ମରଣ କରିବେ। ଆମ ସେବା କ୍ଷେତ୍ରରେ ପିଲାମାନଙ୍କ ପାଇଁ ମଧ୍ୟ ବିଶେଷ ପ୍ରାର୍ଥନା କରିବେ। हाँ देना पूरा बाबू हमको दिया ना छेड़े डोगरा के देश से ମୋ ସେବାରେ ଶକ୍ତିରେ ମୋର ଆଶୀର୍ବାଦରେ
ଟ୍ୟାଲେଣ୍ଟର ବ୍ୟବହାର ତାଙ୍କ ସ୍ତ୍ରୀଙ୍କୁ ତାଙ୍କ ପିଲାମାନଙ୍କୁ ବାହା ହେଇଥିବା ଝିଅମାନଙ୍କୁ ସମର୍ପଣ କରିଛି। ଏପର୍ଯ୍ୟନ୍ତ 3 ବର୍ଷ ହେବ ଗର୍ଭବତୀ ଅଛି। ସର୍ବଶକ୍ତିମାନ ପ୍ରଭୁ ଝିଅଙ୍କର ଗର୍ଭକୁ ସ୍ମରଣ କରେ। ଆଶ୍ଚର୍ଯ୍ୟ ନାମରେ ଗର୍ଭଫଳ ସଫଳ ଓ ଗୋଟିଏ ମାତ୍ର ସାଙ୍ଗ ଜୀବନର ଭବିଷ୍ୟତକୁ ମୋହ ମାୟା ସଂସାର ମଧ୍ୟରେ ସୁରକ୍ଷିତ ପୂର୍ବକ ନିକଟବର୍ତ୍ତୀ ଜୀବନଯାପନ କରି ବୁଦ୍ଧିରେ ଆଗକୁ ବଢ଼ିବାରେ ଆସିଲା। ମହିମା ଗୌରବ ଧନ୍ୟବାଦ। ସେ ଚେୟାର ମାନେ କାଢ଼ିଥିଲେ ନି ସେ ଚେୟାର ପଛ ପଳେଇ